ସାଙ୍ଗମାନେ, ଶ୍ରାବଣ ମାସ ଆରମ୍ଭ ହୋଇସାରିଛି। ଏ ବର୍ଷ 2025ରେ ଶ୍ରାବଣ ମାସ କେବେଠାରୁ ଆରମ୍ଭ ହେଉଛି? ଯେଉଁମାନେ ବ୍ରତ ପାଳନ କରିବେ ସେମାନେ କେବେଠାରୁ ବ୍ରତ ଆରମ୍ଭ କରିବେ? ଏ ବର୍ଷ 2025ରେ ମୋଟ କେତୋଟି ଶ୍ରାବଣ ସୋମବାର ପଡ଼ୁଅଛି? ବ୍ରତଧାରୀମାନେ କେଉଁ ପରିବା ଖାଇବେ ନାହିଁ ଏବଂ କେଉଁ ପରିବା ଖାଇବା ଉଚିତ? ସମ୍ପୂର୍ଣ୍ଣ ବିବରଣୀ ଆପଣମାନେ ଆଜିର ଭିଡ଼ିଓରେ ଜାଣିପାରିବେ। ତେଣୁ ସବୁକିଛି ଜାଣିବା ପାଇଁ ଭିଡ଼ିଓକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। କମେଣ୍ଟ ବକ୍ସରେ ଶ୍ରଦ୍ଧା ଓ ଭକ୍ତିର ସହ ହର ହର ମହାଦେବ ନିଶ୍ଚୟ ଲେଖନ୍ତୁ। ସାଙ୍ଗମାନେ, ପ୍ରତ୍ୟେକ ଶିବ ଭକ୍ତ ଶ୍ରାବଣ ମାସକୁ ଚାତକ ପରି ଚାହିଁ ରହିଥାନ୍ତି। ଶ୍ରାବଣ ମାସରେ ଶିବଙ୍କର ପୂଜା ଆରାଧନା ବିଧିବିଧାନ ଏବଂ ନିଷ୍ଠାର ସହ ପାଳନ କଲେ ଆପଣମାନଙ୍କର ପ୍ରତ୍ୟେକ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ପ୍ରତ୍ୟେକ ଶିବ ଭକ୍ତ ଏହା ଜାଣିବା ଦରକାର ଯେ ଏ ବର୍ଷ 2025ରେ ଶ୍ରାବଣ ମାସ କେବେଠାରୁ ଆରମ୍ଭ ହେବ ଏବଂ କେତୋଟି ଶ୍ରାବଣ ସୋମବାର ଏ ବର୍ଷ ପଡ଼ୁଅଛି। କେଉଁ କେଉଁ କାମ ସବୁ ଆପଣ ଶ୍ରାବଣ ମାସରେ କରିବେ ନାହିଁ? ସାଙ୍ଗମାନେ, ପ୍ରଥମେ ଚାଲନ୍ତୁ ଜାଣିନେବା ଯେ ଶ୍ରାବଣ ମାସ କେବେଠାରୁ ଆରମ୍ଭ ହେଉଛି। ସାଧାରଣତଃ ଗୁରୁ ପୂର୍ଣ୍ଣିମା ପରଠାରୁ ଶ୍ରାବଣ ମାସ ଆରମ୍ଭ ହୁଏ ଏବଂ ଏହା ରାକ୍ଷୀ ପୂର୍ଣ୍ଣିମା ପରଦିନ ଶେଷ ହୁଏ। ତେଣୁ ଗୁରୁ ପୂର୍ଣ୍ଣିମା ଠାରୁ ରାକ୍ଷୀ ପୂର୍ଣ୍ଣିମା ପର୍ଯ୍ୟନ୍ତ ଯେଉଁ ସମୟ ଅବଧି ରହିଛି ସେହି ସମୟରେ ଆପଣ ଶ୍ରାବଣ ସୋମବାର ବ୍ରତ ପାଳନ କରିବେ ଏବଂ ଜୁଲାଇ 10 ତାରିଖ ଦିନ ପଡ଼ିଥିଲା ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା। ଆପଣମାନେ ଜୁଲାଇ 11 ତାରିଖ ଠାରୁ ବ୍ରତ ଆରମ୍ଭ କରିବେ। ସବୁକିଛି ନିୟମ ଆପଣ ଜୁଲାଇ 11 ତାରିଖ ଠାରୁ ପାଳନ କରିବେ। ତେଣୁ ଜୁଲାଇ 11 ତାରିଖ ଶୁକ୍ରବାର ଦିନଠାରୁ ଶ୍ରାବଣ ମାସର ଆରମ୍ଭ ହେଲା ଏବଂ ଅଗଷ୍ଟ 9 ତାରିଖ ଶନିବାର ଦିନ ରାକ୍ଷୀ ପୂର୍ଣ୍ଣିମା ଦିନ ଶ୍ରାବଣ ମାସଟି ସମାପ୍ତ ହେବ। ଏ ବର୍ଷ 2025ରେ ମୋଟ 4ଟି ଶ୍ରାବଣ ସୋମବାର ପଡ଼ୁଅଛି। ତେଣୁ 4 ପାଳି ଆପଣ ମହାଦେବଙ୍କର ଜଳାଭିଷେକ କରିବେ। ଜୁଲାଇ 14 ତାରିଖ, 21 ତାରିଖ, 28 ତାରିଖ ଏବଂ ଅଗଷ୍ଟ 4 ତାରିଖରେ ଆପଣମାନଙ୍କର ଶ୍ରାବଣ ସୋମବାର ଗୁଡ଼ିକ ପଡ଼ୁଅଛି। ଅଗଷ୍ଟ 4 ତାରିଖ ଦିନ ଶେଷ ଶ୍ରାବଣ ସୋମବାର ଏବଂ 9 ତାରିଖ ଦିନ ଶ୍ରାବଣ ମାସ ଶେଷ ଦିନ। ସାଙ୍ଗମାନେ, ଯେଉଁମାନେ ଶ୍ରାବଣ ସୋମବାର ବ୍ରତଟିକୁ ପାଳନ କରିବେ ସେମାନେ ଭୁଲରେ ସୁଦ୍ଧା ଶ୍ରାବଣ ମାସ ଆରମ୍ଭ ଦିନ ଅର୍ଥାତ୍ 11 ଜୁଲାଇ ଦିନ ପାଣି କଖାରୁ ପରିବାଟିକୁ ଖାଇବେ ନାହିଁ, ନଚେତ୍ ଆପଣଙ୍କର ବ୍ରତ ଖଣ୍ଡିତ ହେବ ଏବଂ ଯେଉଁଦିନ ଶ୍ରାବଣ ମାସ ଶେଷ ହେବ ସେହିଦିନ ମଧ୍ୟ ଆପଣ ପାଣି କଖାରୁ ଖାଇବେ ନାହିଁ। ଶ୍ରାବଣ ମାସ ଆରମ୍ଭ ଦିନ ଏବଂ ଶେଷ ଦିନ ପାଣି କଖାରୁ ଖାଇବା ଦ୍ୱାରା ଆପଣଙ୍କର ବ୍ରତଟି ଖଣ୍ଡିତ ହେବ। ଏହା ପଞ୍ଜିକାରେ ଲେଖାଅଛି। ଏବଂ ଚାଲନ୍ତୁ ଜାଣିନେବା ଯେ କେଉଁ ସବୁ କାର୍ଯ୍ୟଗୁଡ଼ିକ ଶ୍ରାବଣ ମାସରେ କରିବା ଉଚିତ ନୁହେଁ। ଶ୍ରାବଣ ମାସରେ ଆପଣ ଚୁଟି, ଦାଢ଼ି ଆଦି କାଟନ୍ତୁ ନାହିଁ। ଏମିତିକି ନଖ ମଧ୍ୟ କାଟିବା ଉଚିତ ନୁହେଁ। ଶ୍ରାବଣ ମାସ ଶେଷ ହେବା ପର୍ଯ୍ୟନ୍ତ ଏହି ନିୟମକୁ ଆପଣ ପାଳନ କରିବେ। ଶ୍ରାବଣ ମାସରେ ଆପଣ ଜୋତା ମଧ୍ୟ ପିନ୍ଧିବା ଉଚିତ ନୁହେଁ। ଯଦି ସକ୍ଷମ ଅଛନ୍ତି ତେବେ ଭୂମି ଉପରେ ଶୟନ କରି ବ୍ରତ ପାଳନ କରନ୍ତୁ। ବିବାହିତ ଲୋକମାନେ ଏହି ଶ୍ରାବଣ ମାସରେ ବ୍ରହ୍ମଚର୍ଯ୍ୟର ପାଳନ ନିଶ୍ଚୟ କରନ୍ତୁ। ବ୍ରତଧାରୀମାନେ ଶ୍ରାବଣ ମାସଯାକ ମାଛ, ମାଂସ, ପିଆଜ, ରସୁଣ ଭଳି ତାମସିକ ଖାଦ୍ୟ ଭକ୍ଷଣ କରନ୍ତୁ ନାହିଁ ଏବଂ କାହାରି ପ୍ରତି କଟୁ ବଚନର ପ୍ରୟୋଗ କରନ୍ତୁ ନାହିଁ। ତାମସିକ ଭୋଜନ ଗ୍ରହଣ ନ କରି ସାତ୍ତ୍ୱିକ ଭୋଜନ ଗ୍ରହଣ କରନ୍ତୁ। ଠିକ୍ ସେହିପରି ଏହି ମାସରେ କ୍ଷୀର ଏବଂ ଦହି ମଧ୍ୟ ଗ୍ରହଣ କରିବା ଉଚିତ ନୁହେଁ।
କାରଣ ଏହି ସମୟରେ ଯଦି ଆପଣମାନେ କ୍ଷୀର କିମ୍ବା ଦହିକୁ ଭକ୍ଷଣ କରିବେ ତେବେ ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟା ଦେଖା ଦେଇଥାଏ। ଏହା ଛଡ଼ା ମୂଳା, ବାଇଗଣ, କଲରା ଆଦି ପରିବାକୁ ଖାଇବା ଉଚିତ ନୁହେଁ। ଏହି ସମସ୍ତ ନିୟମକୁ ପାଳନ କରି ମହାଦେବଙ୍କୁ ପୂଜା କଲେ ସେ ଆପଣଙ୍କର ଡାକ ନିଶ୍ଚୟ ଶୁଣିବେ ଏବଂ ଆପଣଙ୍କର ସମସ୍ତ ମନର ଇଚ୍ଛା ନିଶ୍ଚୟ ପୂର୍ଣ୍ଣ ହେବ। ସାଙ୍ଗମାନେ, ଏବେ ଚାଲନ୍ତୁ ଜାଣିବା କେଉଁ ଜିନିଷ ଶ୍ରାବଣ ମାସରେ କିଣିବା ଉଚିତ ନୁହେଁ। ଶ୍ରାବଣ ମାସରେ ଆପଣ ଧାରୁଆ ଅସ୍ତ୍ରଶସ୍ତ୍ର ତଥା ଛୁରୀ, ଚାକୁ ଭଳି ଜିନିଷକୁ କିଣନ୍ତୁ ନାହିଁ। ଏହି ଶ୍ରାବଣ ସୋମବାର ଦିନ ଗୁଡ଼ିକରେ ଆପଣ ବେଲପତ୍ର ତୋଳିବା ଉଚିତ ନୁହେଁ। ସୋମବାର ପୂର୍ବ ଦିନରୁ ହିଁ ଅର୍ଥାତ୍ ରବିବାର ଦିନ ଆପଣ ବେଲପତ୍ରକୁ ତୋଳିକି ପାଣିରେ ରଖିଦିଅନ୍ତୁ, ଯାହାଦ୍ୱାରା କି ସେ ବେଲପତ୍ର ସତେଜ ରହିବ ଏବଂ ସୋମବାର ଦିନ ଆପଣ ଗାଧୋଇ ସାରି ସେ ବେଲପତ୍ରକୁ ନେଇ ମହାଦେବଙ୍କୁ ଅର୍ପଣ କରନ୍ତୁ। ରବିବାର ଦିନ ସନ୍ଧ୍ୟା ପୂର୍ବରୁ ହିଁ ବେଲପତ୍ରକୁ ଆପଣ ତୋଳି ନିଅନ୍ତୁ। ଛିଣ୍ଡି ଯାଇଥିବା, ଫାଟି ଯାଇଥିବା ବେଲପତ୍ରକୁ ମହାଦେବଙ୍କ ଉପରେ ଚଢ଼ାନ୍ତୁ ନାହିଁ। ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଭୁଲରେ ସୁଦ୍ଧା ପ୍ଲାଷ୍ଟିକ୍ ପାତ୍ରରେ ଜଳ ନିଅନ୍ତୁ ନାହିଁ ଏବଂ ଷ୍ଟିଲ୍ ପାତ୍ରରେ ମଧ୍ୟ ଜଳ କିମ୍ବା କ୍ଷୀର ନେବା ଉଚିତ ନୁହେଁ। ଆପଣ ସର୍ବଦା ପିତ୍ତଳ ଲୋଟାର ବ୍ୟବହାର କରନ୍ତୁ। ଏହାଛଡ଼ା ଯେଉଁମାନେ ବ୍ରତ ପାଳନ କରିବେ ସେମାନେ ଶ୍ରାବଣ ମାସରେ କାହା ଘରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ମନ୍ଦିରର ପ୍ରସାଦ ଆପଣ ଗ୍ରହଣ କରିପାରିବେ, କିନ୍ତୁ ଅନ୍ୟ କୌଣସି ପରଲୋକଙ୍କ ଘରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଯେଉଁମାନେ ବ୍ରତ ପାଳନ କରିବେ ସେମାନେ ଶ୍ରାବଣ ସୋମବାର ଗୁଡ଼ିକରେ ଏକବେଳା ଅନ୍ନ ଭକ୍ଷଣ କରନ୍ତୁ ଏବଂ ଅନ୍ୟ ସମୟରେ ଆପଣ ଫଳାହାର କରିପାରିବେ। ଯଦି ଆପଣ ସକ୍ଷମ ଅଛନ୍ତି ତେବେ ଅନ୍ନ ଗ୍ରହଣ ନ କରି ମଧ୍ୟ ନିର୍ଜଳା ଆପଣ 4ଟି ଶ୍ରାବଣ ସୋମବାରକୁ ପାଳନ କରିପାରିବେ। ଶ୍ରାବଣ ସୋମବାର ଗୁଡ଼ିକରେ ପୂଜା ସାରି ଆପଣ ପାଦୁକ ଏବଂ ବେଲପତ୍ରକୁ ନିଶ୍ଚୟ ଗ୍ରହଣ କରନ୍ତୁ, ଅର୍ଥାତ୍ ପାଦୁକକୁ ମୁଣ୍ଡରେ ଲଗାଇବେ ଏବଂ ବେଲପତ୍ରକୁ ପାନ କରିବେ। କାରଣ କଥାରେ ଅଛି, ବିଷ୍ଣୁ ପାଦୁକ ତୁଣ୍ଡରେ ଏବଂ ଶିବ ପାଦୁକ ମୁଣ୍ଡରେ। ସାଙ୍ଗମାନେ, ଏହି ଶ୍ରାବଣ ମାସରେ ଯେଉଁମାନେ ବ୍ରତ ପାଳନ କରୁଛନ୍ତି ସେମାନେ କାହା ସହ କଳି ଝଗଡ଼ା କରନ୍ତୁ ନାହିଁ ଏବଂ କାହାରି ଅମଙ୍ଗଳ ଚିନ୍ତା କରନ୍ତୁ ନାହିଁ। ଯେଉଁମାନେ 16 ସୋମବାର ବ୍ରତ ଆରମ୍ଭ କରିବାକୁ ଚାହୁଁଛନ୍ତି ସେମାନେ ଏହି ଶ୍ରାବଣ ମାସର ପ୍ରଥମ ସୋମବାର ଠାରୁ ସେ ବ୍ରତଟିକୁ ଆରମ୍ଭ କରନ୍ତୁ, କାରଣ ଏହି ସମୟକୁ ଅତ୍ୟନ୍ତ ଶୁଭ ସମୟ ବୋଲି ବିବେଚନା କରାଯାଏ। ମାସିକ ଧର୍ମ ଚାଲିଥିବା ସ୍ତ୍ରୀ ଲୋକମାନେ ସୋମବାର ଦିନ ପୂଜା କରନ୍ତୁ ନାହିଁ କିମ୍ବା ମନ୍ଦିରକୁ ଯାଆନ୍ତୁ ନାହିଁ। ଆପଣ ଘରେ ରହି ଉପବାସ କରି ମନରେ ମନରେ ମହାଦେବଙ୍କୁ ସ୍ମରଣ କରି ଏ ବ୍ରତଟିକୁ ପାଳନ କରିପାରିବେ। ସାଙ୍ଗମାନେ, ଏହା ଥିଲା ଶ୍ରାବଣ ମାସର ବ୍ରତ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ବିବରଣୀ। ତେବେ ସାଙ୍ଗମାନେ, ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ହର ହର ମହାଦେବ ନିଶ୍ଚୟ ଲେଖନ୍ତୁ।